ତେଣୁ ଆଜି ପଢ଼େଇବା ସପ୍ତମ ଶ୍ରେଣୀର ମାଡ଼ହାଣ୍ଡି କଥା। ମାଡ଼ହାଣ୍ଡି କଥାଟାର ଲେଖକ ହେଲେ ଗୋପାଳ ଚନ୍ଦ୍ର ମହାରାଜ। ଗୋପାଳ ଚନ୍ଦ୍ର ମହାରାଜ ଲେଖକଙ୍କ ପରିଚୟ ବୁଝିପାରିଲ। ଗୋପାଳ ଚନ୍ଦ୍ର ମହାରାଜ ଓଡ଼ିଆ ସାହିତ୍ୟ ଜଗତର ଜଣେ ସଫଳ ରମ୍ୟ ରଚନା ଲେଖକ ଭାବରେ ପରିଚିତ। କେତେକ ଲୋକଗଳ୍ପ ସଂଗ୍ରହ କରି ସେଗୁଡ଼ିକ ସାଧାରଣତଃ ଲୋକଙ୍କ ଭାଷାରେ ପ୍ରକାଶ କରିବା ସେ ସିଦ୍ଧହସ୍ତ। ତାଙ୍କ ଦ୍ୱାରା ରଚିତ କଥା ଓ କାହାଣୀ, ଉତ୍କଳ କାହାଣୀ, ନନାଙ୍କ ବସ୍ତାନୀ ପ୍ରଭୃତି ଉଲ୍ଲେଖଯୋଗ୍ୟ। ସେ ସଂଗ୍ରହ ଓ ସମ୍ପାଦନ କରିଥିବା ପୂର୍ଣ୍ଣଚନ୍ଦ୍ର ଭାଷାକୋଷକୁ ଓଡ଼ିଆ ଭାଷାର କୋଣାର୍କ ବୋଲିକି କୁହାଯାଏ। ସେ ଯେଉଁ ଭାଷାକୋଷ ଲେଖିଛନ୍ତି ସେ ଓଡ଼ିଆ ଭାଷାର କୋଣାର୍କ ବୋଲିକି କୁହାଯାଏ। ମାଡ଼ହାଣ୍ଡି କଥାଟି ଓଡ଼ିଶାର ଏକ ଲୋକଗଳ୍ପକୁ ନେଇକରି ଗଠିତ। ଗୋଟେ ଲୋକଗଳ୍ପ ଏଇଟା ହେଲା, ଏଇଟା ଗଳ୍ପ ନୁହେଁ, ଏଇଟା ଲୋକଗଳ୍ପ ହେଲା। ହଁ, ଅଳସୁଆ ହୋଇ ପରିଶ୍ରମ ନ କରି ପେଟ ପୋଷିବା ପାଇଁ ଚାହିଁଲେ କିପରି ଦଣ୍ଡ ଭୋଗିବା ପାଇଁ। ମନେକର ତମେ କାମ କରିବ ନାହିଁ ହେଲା, କାମ ନ କରିକି ବିନା ପରିଶ୍ରମରେ କେମିତି ଖାଇ ପିଇକି ବଞ୍ଚିବା ପାଇଁ ଚେଷ୍ଟା କଲେ କେମିତି ଦଣ୍ଡ ପାଆନ୍ତି, ଆ ଦେହରେ ସେ ଲୋକଗଳ୍ପଟାରେ ଲେଖା ହେଇଛି ହେଲା, ବୁଝିପାରୁଛ। ତେଣୁ କର୍ମ ନ କଲେ ଖାଇବାକୁ ମିଳିବନି। ତେଣୁ କର୍ମ ନ କରି କେଉଁ ଠକି ଠାକି କି ମାନେ ଅନ୍ୟ ଉପାୟରେ ତୁମେ ବିନା ପରିଶ୍ରମରେ ଯଦି ବଞ୍ଚିବା ପାଇଁ ଚେଷ୍ଟା କରିବ, ତେଣୁ ତୁମେ କ'ଣ ହେବ, ଦଣ୍ଡ ପାଇବ। ତେଣୁ ଆମର ଗୋଟେ ଲେଖା ହେଇଛି ହେଲା ଶାସ୍ତ୍ରରେ, କ'ଣ ଲେଖା ହେଇଛି ଜାଣିଛ? ମାଡ଼ହାଣ୍ଡି କଥା ଲେଖା ହେଇନି, ଛୋଟିଆ ପଦଟେ ଲେଖା ହେଇଛି ହେଲା। କର୍ମ ଅଧିକେ ଯେଉଁ ଲଢ଼ନ୍ତି ଚୋର ସମାନେ ଦଣ୍ଡ ପାଏ। ମାନେ କର୍ମ କରିବ ନାହିଁ, ତାଠୁ ତୁମେ ଅଧିକା ଆଶା କରିବ, କ'ଣ ହେବ? ସେ ଆଶାଟା ମାଡ଼ ଖାଇବ। ସେଇ ବିଷୟଟା ଏଠି ଲେଖା ହେଇଛି ଗୋପାଳ, ବୁଝିପାରୁଛ। ଏକ ଦେଶରେ ଗୋଟିଏ ଚକୁଳିଆ ପଣ୍ଡା ଥାଏ। ଚକୁଳିଆ ପଣ୍ଡା କ'ଣ ଜାଣିଛ? ଦେଖିଛ? ଚକୁଳିଆ ପଣ୍ଡା ଗୋଟେ ଠେକା ଭିଡ଼ିକି ହେଲା, ଲୁଗାଟେ ପିନ୍ଧିଥିବ, ଗାମୁଛାଟେ ଭିଡ଼ି ଦେଇଥିବ ନା ନାହିଁ, ଗୋଟେ ବଡ଼ ଛତା ଧରିଥିବ, ଗୋଟେ ଧରିଥିବ ଢାଳ ହେଲା। ସେ ଗୀତ ବୋଲିଲେ ସେ ନାହିଁ, ଆଇଲା ଆଇଲା ନନା ଦିଅ ମୋତେ ଆଳୁ ଚାଉଳ ଏଇସବୁ କହି ନାହିଁ। ତାପରେ ସେମିତି ଯୋଗୀ ଦେଖିଥିବ, ଯୋଗୀମାନେ ଦେଖିନ? ଯୋଗୀମାନେ ଏଇ ଯେଉଁ ନାଉ ଥାଳ ନେଇକି ଆସିକି କ'ଣ କରିଥାନ୍ତି? ଗୋଟେ କେନ୍ଦ୍ରା ଧରିକି ଆସିଥାନ୍ତି ହେଲା। ସେ କି କ'ଣ ଗୀତ ବୋଲନ୍ତି? ଟିକାକୁ ବିଷୟ ବୋଲନ୍ତି ନାହିଁ, ଭଜୁ କି ରାମ, କ'ଣ ଭଜୁ କି ରାମ ଭଜୁରେ ସୁମର, ଭଜୁ କି ନା ରାମ ନାମ, ନାଇଁ ଭଜି ନ ପାରିଲେ କୂଳ ଚନ୍ଦ୍ରମାରେ ବାନ୍ଧିନେ ବକାଳ ଯମ। ସେ ଏମିତି ବିକଳ ହେଇକି କ'ଣ ହେଇକି ଗୀତ ବୋଲେ ତୁମ ଦାଣ୍ଡ ଦୁଆରେ ନା ନାହିଁ। ତୁମେ ସେଇଠୁ ଚାଉଳ କି ସେ କ'ଣ ଭିକି ଆଣିଦେଲେ ସିଏ ପଳେଇଯାଏ। ତେଣୁ ଚକୁଳିଆ ପଣ୍ଡା ସେମିତିଆ। ତେଣୁ ସେମିତିଆ ହେଲା, ଗୋଟିଏ ରାଜ୍ୟରେ ଗୋଟିଏ ଚକୁଳିଆ ପଣ୍ଡା ଥିଲା ହେଲା। କ'ଣ ସେଟା ଭାରି ଗରିବ ଲୋକ ହେଲା। ତା ପୁଅଟି ନୀତି ଭିକ ମାଗିବା ପାଇଁ ଯାଏ। 6 ଗାଁ ଗଲେ ସେରେ ଆଣେ, 9 ଗାଁ ଗଲେ ସେରେ ଆଣେ ହେଲା। ଏମିତିକା ମହାପ୍ରଭୁ ମାୟା ତ ହେଲା। ଦିନେ ସେ ଚକୁଳିଆ ପଣ୍ଡା କ'ଣ କରୁଛି ନା, ଚାରିଆଡ଼େ ବୁଲିଲା, ସେର କଥା ଥାଉ କିନ୍ତୁ ପୋଷେ ଚାଉଳ ମିଳିଲାନି। ସବୁଦିନ ମିଳୁଥିଲା, କିନ୍ତୁ ଦିନେ ଆଉ ବିଲକୁଲ କିଛି ମିଳିଲା ନାହିଁ ହେଲା। ଲୋକ ଭିକ ଦେବେ କ'ଣ, ଗାଁ ଲୋକମାନେ ବା ଛୁଆମାନେ ସବୁ ଗୋଣ୍ଡୁଅ ପକେଇଲେ, ଥଟ୍ଟା ନ କର ବୋଲି। କାହିଁକି ଗୋଟିଏ ଗାଁ ଯଦି ବାରମ୍ବାର ଯିବ ଭିକ ମାଗିବା ପାଇଁକି, ଲୋକମାନେ କ'ଣ ଦେବେ ନାହିଁ। ତେଣୁ ସିଏ କ'ଣ କଲା, ଅନ୍ୟ ଗାଁ ନ ଯାଇକିରି, କାରଣ ଅଳସୁଆ ତ, ସେ ଗୋଟିଏ ଗାଁକୁ ଗଲା। ବାରମ୍ବାର ଗଲା ଦ୍ୱାରା ତାକୁ ଆଉ ଭିକ ମିଳିଲାନି। ଦିନେ ମିଳିଲା, 2 ଦିନ ମିଳିଲା, 3 ଦିନ ବେଳକୁ କ'ଣ ହେଲା, ଛୁଆମାନେ ଢେଲା ବୋଲୁଅ ସବୁ ପକେଇଲେ। ସେଠୁ କ'ଣ କରିବ ନା ନାହିଁ, ସେ କ'ଣ କଲା ନା ତାକୁ ତଡ଼ିଦେଲା ଇଏ କରିକି। ପଛକୁ ଚକୁଳିଆ ପଣ୍ଡାଟି ବିଚାରିଟି କାନ୍ଦି ବୋବେଇ ପଳେଇକି ଆସିଲା। ବିଚାରି ଏ ନିର୍ଲଜ ମୁହଁ, କାହାକୁ ମୁଁ ଦେଖିବାକୁ ଯିବି ନାହିଁ କହିଲା, କାହାକୁ ଆଉ ମୁହଁ ଦେଖିବି ନାହିଁ, ସେ ନାଜ ମାରୁଛି। ଏହା ବିଚାରିକି ଚୋରକୁ ମାନ କରି ଖପରାରେ ଖାଇଲା ଭଳିଆ କାନ୍ଧରେ ତୁଚ୍ଛା ଜାଉଁଟିଏ ପକେଇ ଯାଉଥାଏ। ଯାଉ ଯାଉ ଖଣ୍ଡେ ଦୂରରେ ଦେଖିଲା ବେଳକୁ ଗୋଟିଏ ଉତ୍ତମ ସୁନ୍ଦର ପଦ୍ମ ପୋଖରୀ। ସେଥିରେ କଳା ଭଅଁର ଭରି ପାଣି। ପୋଖରୀ ଚାରିପକା ଯାକ ଶଙ୍ଖମହଲ ପଥରରେ ପାହାଚ ବସିଛି। ଏହାର ତ ସେତେବେଳେ ଭୋକ ଶୋଷରେ କରଳି ଜଳୁଥାଏ। ସିଏ ଏବେ କରିବ କ'ଣ, ତାକୁ ବୁଝିବାଟା ଦିଶୁନଥାଏ। ସେ ପାଣିକି ଦେଖିଲା ଖଣି ଆ ଭିତରେ ଭାରି ଲୋଭ ହେଲା। ଜୀବନ ବିକଳରେ ପାଣି କୂଳକୁ ପାହାଚ ଉପରେ ନଥ କିନି ବସି ପଡ଼ିଲା। ଦେଖିଲା ଯେ କାଚ କେନ୍ଦୁ ଭଳିଆ ପାଣି ବିତାକ ହେଉଛି। 7 ତଳ ପାଣିରେ ରୂପପାତିଆ ଟିକେ ପକେଇ ଦେଲେ କ'ଣ ହେବ,
ଫୁଟିକି ଦେଖାଯିବ। ତେଣୁ ଆଜି ଏତିକି ପଢ଼େଇବେ, ଫେରେ କାଲି ତୁମକୁ ଆଜି ପଢ଼େଇବେ। ବୁଝିପାରୁଛ?